ଯେତେବେଳେ ଚାହିଁବେ ସେ ନାରୀ ତୁମକୁ ଦବ ହାତ ଧରିକି ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। କେବଳ ଏହି ନମ୍ବର ସହିତ ତାର ନାମ ଲେଖିକି ତକିଆ ତଳେ ରଖିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି, ଯେତେ ସୁନ୍ଦରୀ ଝିଅ ହେଇଥାଉ ବା ସୁନ୍ଦରୀ ପଡ଼ିଶା ଘର ଭାଉଜ ତୁମ ପାଖକୁ ଆସିବା ପାଇଁ ବାଧ୍ୟ ହେବ। ଯାହା ଚାହିଁବେ ତାହା କରିବ। ହଁ ଫ୍ରେଣ୍ଡସ୍, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଦୁନିଆର ସବୁଠାରୁ ମହାଶକ୍ତିଶାଳୀ ବଶୀକରଣ ନମ୍ବର। ଏହି ନମ୍ବର ସହିତ ଆପଣ ଯେଉଁ ଝିଅ ବା ବିବାହିତା ନାରୀର ନାମ ଲେଖିକି ତକିଆ ତଳେ ରଖିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ପାଗଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ମନ୍ତ୍ରତନ୍ତ୍ର କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କେବଳ ମୁଁ ଆପଣଙ୍କୁ କିଛି ନମ୍ବର ଶିଖେଇବି। ଆପଣ ସେହି ନମ୍ବର ସହିତ ଆପଣ ଭଲ ପାଉଥିବା ଝିଅର ବା ସୁନ୍ଦରୀ ଭାଉଜର ନାମ ଲେଖିକି ତକିଆ ତଳେ ରଖିଦେବେ। ଗ୍ୟାରେଣ୍ଟି ଦେଉଛି, ଯେମିତି ଆପଣ ଏପଟେ ଏହି କାମ କରିବେ, ସେପଟେ ସିଏ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ନିଜେ ଆପଣଙ୍କୁ ଫୋନ୍ କରିବ, ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣ କେଉଁ ଝିଅ ବା ବିବାହିତା ନାରୀକୁ ମନେ ମନେ ଭଲ ପାଉଛନ୍ତି, ପଡ଼ିଶା ଘର ସୁନ୍ଦରୀ ଭାଉଜ ଆଡ଼କୁ ଆକର୍ଷିତ ହେଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିପାରୁନାହାନ୍ତି, ଆଉ ଆପଣ ଚାହୁଁଛନ୍ତି କି ସିଏ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ଆପଣଙ୍କର ସବୁ ଇଚ୍ଛା ପୂରଣ କରୁ, ତେବେ ଆଜିର ଏହି ବଶୀକରଣ ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କ ପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ଝିଅ ପଟେଇବା ପାଇଁ ବଶୀକରଣ ନେଇ ଆସିଛି। ନାରୀ ମୋହିନୀ ବଶୀକରଣ ନେଇ ଆସିଛି, ଯାହାର ପ୍ରୟୋଗରେ ଆପଣ କେଉଁ ବି କୁଆଁରୀ ଝିଅ ବା ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ନିଜ ବଶରେ କରିପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେଣୁ ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକି ନା ଏହାର କୌଣସି ପ୍ରକାର କାଟ ନାହିଁ। ମାତ୍ର ଥରେ, ଆଜ୍ଞା ହଁ, ମାତ୍ର ଥରେ ଯେଉଁ ଝିଅ ବା ବିବାହିତା ନାରୀ ଉପରେ ଆପଣ ଏହି ବଶୀକରଣ ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଆପଣଙ୍କର ଗୁଲାମୀ କରିବ, ଆପଣଙ୍କର ସବୁ କଥା ମାନିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ। ଯଦି ଆପଣ ସେ ଝିଅକୁ ପଟେଇବାକୁ ଚାହୁଁଛନ୍ତି, ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟିକୁ ପୁରା ଦେଖନ୍ତୁ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ ଆପଣ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଠିକ୍ ଅଛି, ତେଣୁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖନ୍ତୁ। ପ୍ରୟୋଗ ବିଧିକୁ ଠିକ୍ ଭାବରେ ବୁଝନ୍ତୁ, ତାପରେ ଆପଣ ଏହି ବଶୀକରଣ କରିବା ପାଇଁ ଯିବେ। ତେବେ ଯାଇ ଆପଣଙ୍କର ବଶୀକରଣ କାମ କରିବ। କାହିଁକି ନା ଏହି ବଶୀକରଣ ସାହାଯ୍ୟରେ ହଜାର ହଜାର ଲୋକମାନେ ଲାଭବାନ ହେଇଛନ୍ତି। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିଛନ୍ତି। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିଛନ୍ତି। ଆପଣଙ୍କୁ ବେଶୀ କିଛି କରିବାକୁ ପଡ଼ିବନି। କେବଳ ମୁଁ ଆପଣଙ୍କୁ କିଛି ନମ୍ବର ଶିଖେଇବି। ଆପଣ ଯେଉଁ ଝିଅ ବା ନାରୀକୁ ଭଲ ପାଉଛନ୍ତି ବା ଯାହାକୁ ବଶରେ କରିବାକୁ ଚାହୁଁଛନ୍ତି, ନମ୍ବର ସହିତ ତାର ନାମ ଲେଖି ତକିଆ ତଳେ ରଖିଦେବେ। ତାପରେ ଦେଖିବେ କିପରି ସେ ଝିଅ ବା ନାରୀ ଆପଣଙ୍କ ବଶରେ ହେଇଯିବ। ଯେଉଁ ଝିଅ ଆପଣଙ୍କୁ ଭାव ଦେଉନଥିଲା, ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ପଡ଼ିଶା ଘର ଭାଉଜ ଆପଣଙ୍କୁ ଅଣଦେଖା କରୁଥିଲା, ଇଗ୍ନୋର କରୁଥିଲା, ସିଏ ରାତିଦିନ ଫୋନ୍ କରିବ, ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, କେମିତି ଆପଣ ନମ୍ବର ସହିତ ସେ ଝିଅ ବା ସ୍ତ୍ରୀର ନାମ ଲେଖିବେ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଧ୍ୟାନ ସହିତ ଦେଖନ୍ତୁ। ବିଧିଟି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ
प्रथम थर आसिचंती तेबे दयाकरी चैनल को सब्सक्राइब करी पाखरे थिबा बेल आइकन को मध्य दबाई दियंतु जहाद्वारा आमे जेउ भी वीडियो अपलोड करिबु सर्वप्रथमे आपण देखिपारिबे आउ तार लाभ पाई परिबे। वशीकरण करिबा पूर्वरु गोटिए छोटिया कथा जानि रखंतु जेतेबेले आपण काहाकू निजठारु अधिक भल पाउचंती ता बिना बंची पारिबेनी भाबुचंती सेतेबेले आपण वशीकरण करिपारिबे। जदि केउ लोक बिना कारण रे आपण को हैरान करूची आपणकर घर परिवार उपरे खराब नजर पकाउची एहीपरि परिस्थिति रे आपण वशीकरण करिपारिबे। काहेकि ना केते थर एमिति हेइथाय कि आमर शत्रु आमठारु पैसा रे आउ शक्ति रे बलवान हेइथाय आउ आमे चाहिकी भी तार किछि करि पारु नाहु। एहीपरि परिस्थिति रे आपण वशीकरण करिपारिबे। निज शत्रु को हाथ मुठारे रखिपारिबे। सुंदरी सुंदरी झील को अति सहजरे पटेई पारिबे। सुंदरी भाउजठारु निजर मन चाहुतिबा काम हासिल करिपारिबे। किंतु एही वशीकरण को आपण भाबिचिंती कि प्रयोग करिबे। तेबे चालंतु जानिबा एही वशीकरण आपण किपरि करिबे। एही वशीकरण करिबा पई आपणको कौनसी प्रकार सामग्रीर आवश्यक नाही किंबा किछि भी पैसा खर्च करने को पड़बनी। केवल खंडे साधा कागज आनिबे आउ कला रंगर कलम आनिबे जहाद्वारा आपण एही वशीकरण करिपारिबे। प्रथमे आपण कौन करिबे ध्यान सहित शुणु। कागज आउ कलम आनी सारिबा परे भल भाबरे हाथ गोड़ धोईकी एही वशीकरण आरंभ करिबे। मने रखंतु एही वशीकरण विधि को आपण केवल शुक्रवार दिन करिबे। रातिरे शोइबा पूर्वरु करिबे। ठीक अछि। निजर शोइबा घरे बा शोइबा बिछଣା उपरे बसिकी आपण एही वशीकरण करिबे। प्रथमे आपण कौन करिबे दक्षिण दिग को मुह करिकी बसी पड़िबे जेउठारे आपणको केही देखिबेनी किंबा डाकिबेनी। तापरे कागजरे सेई झियो बा स्त्रीर नाम लिखिबे जहाको आपण बसरे करिबाको चाहुचंती आउ ता पाखरे निजर नाम लिखिबे। देखंतु मनेकर आपण जेउ झियो बा स्त्री को बसरे करिबाको चाहुचंती तार नाम हेउची लिपि आउ आपणकर नाम राजा। तेबे आपण प्रथमे लिखिबे लिपि ता पाखरे लिखिबे राजा। नाम लिखि सारिबा परे ता तळे आपण 3टी नंबर लिखिबे 786। नंबर लिखि सारिबा परे ता तळे आपण गोटिए मुस्लिम वशीकरण मंत्र लिखिबे या अल्लाह लाएला रफियो। एही मंत्र को लिखिबे। मंत्र लिखि सारिबा परे कागज को भल भाबरे मोड़िकी डाहाण हाथरे मुठेईकी धरिबे आउ आखि बंद करिकी सेई झियो बा स्त्री को मने मने भाबिबे। तार मुह को निज मनरे भाबिबे। तापरे मंत्र को 7 थर पढ़िबे या अल्लाह लाएला रफियो या अल्लाह लाएला रफियो। एहीपरि मंत्र को 7 थर पढ़िबे। 7 थर मंत्र पढ़ी सारिबा परे मुठा खोलिबे आउ से कागजरे गोटिए थर फुंकी देबे। तापरे कौन करिबे से कागज को निजर शोइबा तकिया तले रखिकी शोई पड़िबे। ग्यारंटी देउची जे पर्यंत आपणक तकिया तले से कागज थिबो से झियो हेउ बा विवाहिता नारी आपणकर बसरे रहिबो। जहा चाहिबे ताहा करिबो। धन्यवाद।